से सुना हंसମାନଙ୍କୁ କହିଲା, ଭାଇମାନେ ମୋତେ ତୁମ ସାଙ୍ଗରେ ଏ ପୋଖରୀରେ ରହିବାକୁ ଦିଅ। ଆମେ ସମସ୍ତେ ଏକାଠି ହୋଇ ଖେଳି ବୁଲି ଏଠାରେ ରହିବା। ସୁନା ପକ୍ଷୀର କଥା ଶୁଣି ହଂସମାନେ କହିଲେ, ନା ନା, ସେ କଥା ହୋଇପାରିବ ନାହିଁ। ଏ ପୋଖରୀ କେବଳ ଆମର। ଆମେ ରାଜାଙ୍କୁ ସୁନାପର ଦେଇ ପୋଖରୀକୁ କିଣି ନେଇଛୁ। ରାଜା ଚାହିଁଲେ ମଧ୍ୟ ଆମକୁ ଏଠାରୁ ବାହାର କରିପାରିବେ ନାହିଁ। ତୁ ଯାଇ ଆଉ କେଉଁଠି ରହ। ହଂସମାନଙ୍କର କଥା ଶୁଣି ସୁନା ପକ୍ଷୀ ରାଗିଗଲା। ସେ ଭାବିଲା, ମୁଁ ରାଜାଙ୍କୁ କହି ଏ ଦୁଷ୍ଟ ହଂସମାନଙ୍କୁ ମରାଇଦେବି। ସୁନା ପକ୍ଷୀ ତେଣୁ ରାଜାଙ୍କ ପାଖକୁ ଯାଇ କହିଲା, ମହାରାଜ, ଆପଣଙ୍କ ପୋଖରୀରେ ରହୁଥିବା ହଂସମାନେ କହୁଛନ୍ତି ଯେ ସେ ପୋଖରୀଟା ତାଙ୍କର। ସେଥିରେ ଆପଣଙ୍କର କିଛି ହେଲେ ଅଧିକାର ନାହିଁ।